ପିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କୁ ସରକାର ବଡ଼ ଝଟକା ଦେଇଛନ୍ତି। ଏହି ଝଟକା ସମସ୍ତ ଚାଷୀମାନଙ୍କ ପାଇଁ ନୁହେଁ। ଯେଉଁମାନେ ଅଯୋଗ୍ୟ ଚାଷୀ ଅଛନ୍ତି ସେମାନଙ୍କ ପାଇଁ ଏହି ଝଟକା ଦେଇଛନ୍ତି ସରକାର। କେତେକ ଚାଷୀ ଅଛନ୍ତି ସେମାନେ ଅଯୋଗ୍ୟ ଥିଲେ ମଧ୍ୟ ଏହି ଯୋଜନାର ଲାଭ ଉଠାଉଛନ୍ତି। ତ ଏବେ ଇ-KYC ଚାଲିଛି। ଇ-KYC ହେଉଥିବା ବେଳେ ଏହି ଚାଷୀମାନେ ବା ଅଯୋଗ୍ୟ ଚାଷୀମାନେ ଚିହ୍ନଟ ହେଉଛନ୍ତି। ସରକାର ଏବେ ତାଲିକା ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ପାଇଁ। ସେମାନଙ୍କ ଟଙ୍କା ଫେରାଇ ଦେବାକୁ ସରକାର କହୁଛନ୍ତି। କେଉଁମାନଙ୍କ ଟଙ୍କା ଫେରାଇବାକୁ କହୁଛନ୍ତି ନା ଯେଉଁମାନେ ଅଯୋଗ୍ୟ ଚାଷୀ ବା ନାମମାତ୍ର କୃଷକ ସେମାନଙ୍କ ଟଙ୍କା ଫେରାଇବାକୁ ସରକାର କହୁଛନ୍ତି। କେତେକ କୃଷକ ଅଛନ୍ତି ସେମାନେ ନାମମାତ୍ର କୃଷକ ଏବଂ ଏହି ଯୋଜନାର ଲାଭ ଉଠାଉଛନ୍ତି। ଦେଖନ୍ତୁ, ନାମମାତ୍ର କୃଷକମାନେ ଯେଉଁ କୃଷକର ଚାଷ ଜମି ନାହିଁ ସେମାନେ ମଧ୍ୟ ଏହି ପିଏମ୍ କିଷାନ ଯୋଜନାର ଲାଭ ଉଠାଉଛନ୍ତି ବା ସେମାନେ ଅଯୋଗ୍ୟ ଥିଲେ ମଧ୍ୟ ଏହି ପିଏମ୍ କିଷାନ ଯୋଜନାର ଲାଭ ଉଠାଉଛନ୍ତି। ତ ଆପଣମାନଙ୍କୁ ଆଜି ମୁଁ କହିବି ସେହି ଅଯୋଗ୍ୟ ଚାଷୀଙ୍କଠାରୁ ଟଙ୍କା କେଉଁ ପ୍ରକାର ଭାବରେ ଫେରାଇ ନେବେ ସରକାର ତାହା ମୁଁ ଏହି ଭିଡ଼ିଓ ମାଧ୍ୟମରେ କହିବି ଏବଂ କେଉଁମାନେ ଅଯୋଗ୍ୟ ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ କହିବି। ତ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଅପଡ଼େଟ୍ ପାଇବା ପାଇଁ। ତ ଚାଲନ୍ତୁ ଡେରି ନ କରି ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 7:49 PM ନ୍ୟୁଜ୍18 ଓଡ଼ିଶାରେ ପ୍ରକାଶ ପାଇଛି। ମୋ ଚ୍ୟାନେଲ ସବୁବେଳେ ଆପଣମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ଏବଂ ସଠିକ୍ ଖବର ପ୍ରଦାନ କରି ଆସୁଥିବ। ତେଣୁ ଆସନ୍ତୁ ଜାଣିବା ଏହି ପିଏମ୍ କିଷାନ ଯୋଜନାର ଖବର କ'ଣ ଆସିଛି। ପିଏମ୍ କିଷାନ ଟଙ୍କା ପାଉଥିବା ଚାଷୀଙ୍କ ପାଇଁ ଜରୁରୀ ସୂଚନା। ସେମାନଙ୍କ ପାଖରୁ ଟଙ୍କା ଫେରାଇ ନେବେ ସରକାର। ଜାଣନ୍ତୁ କାହିଁକି। ଦେଖନ୍ତୁ ଆଜ୍ଞା, ସମସ୍ତଙ୍କ ମନରେ ପ୍ରଶ୍ନ ହେଉଥିବ ଏହି ଅଯୋଗ୍ୟ ଚାଷୀମାନଙ୍କ ଠାରୁ ମଧ୍ୟ କାହିଁକି ସରକାର ଟଙ୍କା ଫେରାଇ ନେବେ। ତ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି ଏହି ଅଯୋଗ୍ୟ ଚାଷୀମାନଙ୍କୁ ଠାରୁ କାହିଁକି ଟଙ୍କା ଫେରାଇ ନେବେ ସରକାର। ତାପରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଅର୍ଥାତ୍ 19ତମ କିସ୍ତି ରିଲିଜ୍ ହେବାକୁ ଯାଉଛି। ଏହି କିସ୍ତି ଚଳିତ ମାସ ଶେଷ ସୁଦ୍ଧା କୃଷକଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଦେଖନ୍ତୁ ଆଜ୍ଞା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ବା 19ତମ କିସ୍ତି ରିଲିଜ୍ ହେବାକୁ ଯାଉଛି। ଏହି ମାସ ଶେଷ କିମ୍ବା ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଏହି ପିଏମ୍ କିଷାନ ଟଙ୍କା ଆସିବ ବୋଲି ସରକାର ଅପଡ଼େଟ୍ ଦେଇଛନ୍ତି। ତାପରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସରକାର ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 6,000 ଟଙ୍କା ଜମା କରନ୍ତି। ଏହି ଟଙ୍କା ବର୍ଷ ସାରା 3ଟି ଭିନ୍ନ କିସ୍ତିରେ ଦିଆଯାଏ। ଏହାର ଅର୍ଥ 2,000 ବର୍ଷରେ ସେମାନଙ୍କୁ 3 ଥର ଦିଆଯାଏ। ଦେଖନ୍ତୁ, ସରକାର ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 6,000 ଟଙ୍କା ଜମା କରନ୍ତି। ଏହି ଟଙ୍କା ବର୍ଷ ସାରା 3ଟି ଭିନ୍ନ କିସ୍ତିରେ ଦିଆଯାଏ। ଦେଖନ୍ତୁ, ପ୍ରତ୍ୟେକ 4 ମାସରେ ଥରେ ଗୋଟିଏ କିସ୍ତି ଦିଆଯାଏ। ତାହା 2,000 ଟଙ୍କା ଲେଖାଏଁ ସମସ୍ତ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଏ। ସେହି 3ଟି କିସ୍ତି ମିଶିଲେ ବର୍ଷକୁ 6,000 ଟଙ୍କା ହେଉଛି। ସେହି 6,000 ଟଙ୍କା ବର୍ଷକୁ ସମସ୍ତ ଚାଷୀଙ୍କ ଆକାଉଣ୍ଟରେ ସରକାର ଜମା କରୁଛନ୍ତି। ତାପରେ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଦେଶର କୃଷକମାନେ ଅପେକ୍ଷା କରିଛନ୍ତି। ତେବେ ଏଥର ଏହି ଟଙ୍କା ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ଆସିବ ନାହିଁ। କିଛି କୃଷକ ଅଛନ୍ତି ଯେଉଁମାନେ ଏହି ଟଙ୍କା ଫେରସ୍ତ କରିବାକୁ ପଡ଼ିବ। ଦେଖନ୍ତୁ, କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଦେଶର କୃଷକମାନେ ଅପେକ୍ଷା କରିଛନ୍ତି। ଏହି କିସ୍ତି ଏହି ମାସ ଶେଷ ବା ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଆସିପାରେ। ତେବେ ଏଥର ଏହି ଟଙ୍କା ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ଆସିବ ନାହିଁ। କିଛି କୃଷକ ଅଛନ୍ତି ଯେଉଁମାନେ ଏହି ଟଙ୍କା ଫେରସ୍ତ କରିବାକୁ ପଡ଼ିବ। ଏବେ ପ୍ରଶ୍ନ ଉଠୁଛି ଯେ ଏହି ଯୋଜନା କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଛି।
ଏବଂ କୃଷକମାନେ ନିଜେ ଟଙ୍କା ଫେରସ୍ତ କରିବାକୁ ପଡ଼ିବ କାହିଁକି? ବାସ୍ତବରେ ଆମେ ସେହି କୃଷକମାନଙ୍କ ବିଷୟରେ କହୁଛୁ ଯେଉଁମାନେ ଏହି ଯୋଜନାରେ ଭୁଲ ଭାବରେ ଯୋଗ ଦେଇଛନ୍ତି। ଦେଖନ୍ତୁ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ, ଏହି ଯୋଜନା କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଟଙ୍କା ଦେଇଛନ୍ତି ଏବଂ କୃଷକମାନେ ନିଜେ ଟଙ୍କା ଫେରସ୍ତ କରିବାକୁ ପଡ଼ିବ କାହିଁକି? ବାସ୍ତବରେ ଆମେ ସେହି କୃଷକମାନଙ୍କ ବିଷୟରେ କହୁଛୁ ଯେଉଁମାନେ ଏହି ଯୋଜନାରେ ଭୁଲ ଭାବରେ ଆବେଦନ କରିଛନ୍ତି ଏବଂ ଏହି ପିଏମ୍ କିଷାନ ଯୋଜନାର ଲାଭ ଉଠାଉଛନ୍ତି। ତାପରେ ଗୋଟିଏ ପରିବାରର କେବଳ ଜଣେ ଚାଷୀଙ୍କୁ ଏହି ଯୋଜନାର ଲାଭ ଦିଆଯାଏ। ଯଦି ଦୁଇ ଭାଇ କିମ୍ବା ପୁଅ ଓ ବାପା ଏକାଠି ଏହି ଯୋଜନାର ଲାଭ ଉଠାଉଛନ୍ତି ତେବେ ଏହା ଭୁଲ। ଦେଖନ୍ତୁ, ଗୋଟିଏ ପରିବାରର କେବଳ ଜଣେ ଚାଷୀଙ୍କୁ ଏହି ପିଏମ୍ କିଷାନ ଯୋଜନାର ଲାଭ ଦିଆଯାଏ। ଯଦି ଦୁଇ ଭାଇ କିମ୍ବା ପୁଅ ଓ ବାପା ଏକାଠି ଏହି ଯୋଜନାର ଲାଭ ଉଠାଇଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ଏହିପରି ଭାବରେ ଏହି ଯୋଜନାର ଲାଭ ଉଠାଉଛନ୍ତି ତେବେ ସରକାର ଟଙ୍କା ନେଇଯିବାକୁ କହୁଛନ୍ତି। ତାପରେ ସରକାର ଏଭଳି ଲୋକଙ୍କ ଠାରୁ ପୁନରୁଦ୍ଧାର ଆରମ୍ଭ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ଅନେକ କୃଷକ ଅଛନ୍ତି ଯେଉଁମାନେ ନାମମାତ୍ର କୃଷକ ଏବଂ ଏହି ଯୋଜନାର ଲାଭ ଉଠାଉଛନ୍ତି। ଏହାର ଅର୍ଥ ଏହି ଲୋକମାନଙ୍କର ଚାଷ ଜମି ନାହିଁ। ଇ-କେୱାଇସି ସହାୟତାରେ ସରକାର ବର୍ତ୍ତମାନ ଏଭଳି ଚାଷୀଙ୍କୁ ଚିହ୍ନଟ କରୁଛନ୍ତି। ଦେଖନ୍ତୁ, ଏଭଳି ଲୋକଙ୍କ ଠାରୁ ପୁନରୁଦ୍ଧାର ଆରମ୍ଭ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ଅନେକ କୃଷକ ଅଛନ୍ତି ଯେଉଁମାନେ ନାମମାତ୍ର ବା ସେହି ଲୋକମାନଙ୍କର ଚାଷ ଜମି ନାହିଁ, ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଉଛନ୍ତି। ଇ-କେୱାଇସି ସହାୟତାରେ ସରକାର ବର୍ତ୍ତମାନ ଏଭଳି ଚାଷୀଙ୍କୁ ଚିହ୍ନଟ କରୁଛନ୍ତି। ତାପରେ କିସ୍ତି ଆସିବା ପୂର୍ବରୁ ତୁମେ ତୁମର ସ୍ଥିତି ଯାଞ୍ଚ କରିବା ଜରୁରୀ। ଏଥିପାଇଁ ଆପଣଙ୍କୁ ପିଏମ୍ କିଷାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ମୂଳ ପୃଷ୍ଠାରେ ଦୃଶ୍ୟମାନ ହେଉଥିବା ହିତାଧିକାରୀ ସ୍ଥିତି ଉପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ତୁମର ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ପ୍ରବେଶ କରି ତୁମର ସ୍ଥିତି ଯାଞ୍ଚ କରିବାକୁ ସକ୍ଷମ ହେବ। ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଖାତାର ଇ-କେୱାଇସି ପ୍ରକ୍ରିୟା ସମାପ୍ତ ହୋଇଛି। ଯଦି ଇ-କେୱାଇସି କରାଯାଇ ନାହିଁ ତେବେ ତୁମେ 2000 ଟଙ୍କା ପାଇବ ନାହିଁ। ଦେଖନ୍ତୁ, ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ପ୍ରବେଶ କରି ନିଜ ନିଜର ସ୍ଥିତି ଯାଞ୍ଚ କରିପାରିବେ। ତାପରେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଖାତାର ଇ-କେୱାଇସି ପ୍ରକ୍ରିୟା ସମାପ୍ତ ହୋଇଛି। ଦେଖନ୍ତୁ, ଏହି ପିଏମ୍ କିଷାନ ପୋର୍ଟାଲରେ ନିଜର ସ୍ଥିତିଗୁଡ଼ିକ ଯାଞ୍ଚ କରିପାରିବେ। କେତୋଟି ଆପଣମାନେ କିସ୍ତି ପାଇଛନ୍ତି ଏବଂ କେତୋଟି କିସ୍ତି ବାକି ଅଛି ଆପଣମାନଙ୍କର ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜ ନିଜର ସ୍ଥିତିଗୁଡ଼ିକ ଯାଞ୍ଚ କରିପାରିବେ। ତ ଆପଣମାନେ ଯଦି ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ ଏହି ପିଏମ୍ କିଷାନ ପୋର୍ଟାଲକୁ ଯାଆନ୍ତୁ। ତାପରେ ଯଦି ଆପଣମାନେ ଇ-କେୱାଇସି କରିନାହାନ୍ତି ତେବେ ପିଏମ୍ କିଷାନ ଯୋଜନାରେ ଇ-କେୱାଇସି କରାଇ ନିଅନ୍ତୁ। ଯଦି ଆପଣମାନେ ଇ-କେୱାଇସି କରିବେନି ତେବେ ଆପଣମାନେ ଆଗକୁ କିସ୍ତି ପାଇପାରିବେ ନାହିଁ। ତ ଆପଣମାନେ ଯଥାଶୀଘ୍ର CSC ସେଣ୍ଟରକୁ ଯାଇ ଇ-କେୱାଇସି କରାଇ ନିଅନ୍ତୁ ଏବଂ ଏହି ପିଏମ୍ କିଷାନ ଯୋଜନାର ଲାଭ ଉଠାନ୍ତୁ। ତ ଏହା ଥିଲା ପିଏମ୍ କିଷାନ ଯୋଜନାର ବଡ଼ ଖବର। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।